ଟଙ୍କା ଦେଇଥିଲେ ସେ ଛୁଆଟାକୁ ନଷ୍ଟ କରିଦେବା ପାଇଁ ଗର୍ଭ ନଷ୍ଟ କରିବା ପାଇଁ ମନା କଲୁ କାହିଁକି? କି ଆଶ୍ଚର୍ଯ୍ୟ କଥା, ମୋ ନିଜ ଇଚ୍ଛାରେ ମୁଁ ଗର୍ଭବତୀ ହେଇଛି। ଏଇଟା ମୋର ପାପ ସମ୍ପର୍କ ନୁହେଁ ଯେ କାହା ନିର୍ଦ୍ଦେଶରେ କି ନିଜ ଲଜ୍ଜାରେ ମୁଁ ମୋ ଗର୍ଭ ନଷ୍ଟ କରିଦେବି। କିନ୍ତୁ ମୁଁ ଇଚ୍ଛା କରେ ତୁ ଗର୍ଭ ନଷ୍ଟ କରିବୁ। ମୁଁ କାହିଁକି ତମ ନିର୍ଦ୍ଦେଶ ମାନିବି? କିଏ ତମେ? ଆତ୍ମୀୟ ବୋଲି ଭାବିଲେ ତ ସଂସାର ଗଢ଼ିଦେବି, ଆଉ ଶତ୍ରୁ ବୋଲି ଭାବିଲେ ତ ସଂସାରକୁ ଖିନ୍ ଭିନ୍ କରି ନଷ୍ଟ କରିଦେବି। ଦେଖ, ତମ ଭଳି ପାଗଳ ପ୍ରଳାପ ଶୁଣିବାକୁ ମୁଁ ଇଚ୍ଛା କରେନି। ଅପେକ୍ଷା କର, ମୁଁ ବାପା ରୂପକୁ ଫୋନକୁ ଡାକି ଦଉଛି, ତମେ ତାଙ୍କ ସହିତ କଥା ହେଇଯିବ। ସେ ସୁଯୋଗ ମୁଁ ତତେ ଦେବିନି। ନା, ଦେଖ, ତମର ଏ ପ୍ରକାର ବ୍ୟବହାର ପାଇଁ ମୁଁ ଯଦି ଥାନାରେ ଅଭିଯୋଗ କରେ ତାହେଲେ ତମେ ସିଧା ଆରେଷ୍ଟ ହେଇଯିବ। ଏ କଥାଟା ତମକୁ ଜଣା ଅଛି ନା ନାହିଁ? ଅଛି ଜଣା, ସବୁ ଜଣା ଅଛି। ତୁ ଯେତେ ଚେଷ୍ଟା କଲେ ବି ମୋର କିଛି କରିପାରିବୁନି, କିନ୍ତୁ ମୁଁ ଚାହିଁଲେ ତୋର ବହୁତ କିଛି କ୍ଷତି କରିଦେବି।